ମୋ ମା ଡାକୁଛି ଚାଲନ୍ତୁ ଯିବା ଘରକୁ। ଏବେ ଆଞ୍ଚ ଧରିକି ଯିବା, ତାପରେ ରୋଷେଇବାସ ଆରମ୍ଭ ହେବ, ଭାତ ବସିବ, ତାପରେ ଆଉ ଯାହା କ'ଣ ହେବ। ଆଉ ବଡ଼ ଭାଉଜ ତ ଆଜି ରିଷି ଆମର କହିଛି ଚିକେନ୍ ଖାଏ ବୋଲି, ଯେ ଆଣିଦେବେ ବୋଧେ ଚିକେନ୍। ପୁଣି ଆଉ ଗୋଟେ ଆଞ୍ଚ କରିବାକୁ ପଡ଼ିବ, ପୁଣି ଆଜି ଚିକେନ୍ ଝୋଳ ହେବ। ଏମିତି କାମ ଆଜି ଦିନ ଯାକ ପୁରା ପେଣ୍ଡିଂ। ଯିବା ଚାଲନ୍ତୁ ଆଞ୍ଚ ଧରିକି ବାଡ଼ି ମୁଇଁ ଆଣେ। କ'ଣ କହ? ଏଇଟା ଖଗ ପାଣି ପିଇଥିଲା ପରା। ତାକୁ ଦେଖିଲୁ ଧାନ ପେସା ଯାଇଥିଲା ଯେ ଯେଉଁ କଦିଆ ପଥର ମୁଣ୍ଡାରୁ ସିଏ ସେ ଜାଣିନି। ଧାନ ପେସା ସାରିଲା ପରେ କହିଲା ଯେ ଆଉ ମିର୍କିତିଆ ତା ବାବା ପୁଅ ଭାଇଟି ମରିଗଲା। ମାନେ ମଦ ପିଉଥିଲା, ତା ସ୍ତ୍ରୀକି ମେଡ଼ିସିନ ଦେଇଥିଲା ଯେ ପୁରା ମୁଣ୍ଡ ବାଇଆ ହେଇକିରି ମରିଗଲା। ଏଇଟା କହୁଥିଲା ତ ଖଗ। ଆଜିକାଲି ଯୁଗରେ ଏଇ ଯେଉଁ ମଦରୁ କ'ଣ ପାଉଛି କେଜାଣି? ମଦ ଖାଇଲେ ଜୀବନ ଗଲା, ସ୍ତ୍ରୀ ପିଲା ଛୁଆ ଦୁଃଖ ପାଇଲେ। ମାନେ ମଦ ଏମିତି ଗୋଟେ ଜିନିଷକୁ ମାନେ କାଙ୍ଗାଳ କରିଦେଉଛି। ନା ପରିବାର ଦେଖୁଛନ୍ତି, ନା କାହାକୁ ଦେଖୁଛନ୍ତି। ନିଜ ଜୀବନ ନିଜେ ହିଁ ନଷ୍ଟ କରୁଛନ୍ତି। ପଇସା ଦେଇକରି ମଦ ଖାଉଛନ୍ତି, ପଇସାକୁ ପଇସା ଖର୍ଚ୍ଚ, ଜୀବନକୁ ଜୀବନ ନଷ୍ଟ, ପରିବାର ପିଲା ଛୁଆ ସବୁ ଦୁଃଖ। ଆଉ ଏମିତି ଏଇ ସିଚୁଏସନ୍ ହେଉଛି ଯେ ଯେଉଁଠି ଯାହା ଶୁଣିବ ପ୍ରାୟ ଲୋକ ମଦରେ ମରୁଛନ୍ତି। ନା କେମିତି? ନା ମଦ ପିଇଥିଲା। ମଦ ଗୋଟେ ଜିନିଷ ଏମିତି ମଣିଷକୁ ଏତେ ତଳିତଳାନ୍ତ କରିଦେଉଛି, ତଥାପି ମଣିଷ ଚେତୁନି। ମଦଟା ଭଲ ଜିନିଷ ନୁହେଁ। ଭଲ ମନ୍ଦ ଖାଅ, ମାଛ ମାଂସ ଖାଅ, ଛେନା ଖାଅ, ରସଗୋଲା ଖାଅ, ଫଳମୂଳ ଖାଅ, କ୍ଷୀର ଖାଅ, ଦହି ଖାଅ। ନା ଦେଖିବେ ଆପଣ, ଯଦି ଆପଣ ଯେଉଁଠି କ୍ଷୀର ଦେଉଥିବେ 10 ଗ୍ଲାସ୍ ମାଗଣା ପିଇବେନି, କିନ୍ତୁ ମଦ ଗୋଟେ ଗ୍ଲାସ୍ ମାଗଣା ଦେଇଥିବେ ନିଶ୍ଚିନ୍ତ ଯାଇକିରି ଆଗ ପିଇବେ। ମଦ ଏମିତି ଗୋଟେ ମାରାତ୍ମକ ଜିନିଷ, ମଣିଷକୁ ନଷ୍ଟ କରିଦେଉଛି। ହେଲେ ବି ଲୋକମାନେ ଜାଣୁନାହାନ୍ତି, ତାହାରି ପଛରେ ହିଁ ବୁଡ଼େଇଛନ୍ତି। ମଦ ସେମାନେ ପିଉନାହାନ୍ତି, କିନ୍ତୁ ସେ ମଦ ସେମାନଙ୍କୁ ମାନେ ପିଉଛି। ଏମାନେ ମଦକୁ ପିଉନାହାନ୍ତି, ମଦ ଏମାନଙ୍କୁ ପିଉଛି। ଏମିତି ଜିନିଷ ଯେଉଁଠି ଯାହା ଶୁଣିଲେ ଖାଲି ସଦାବେଳେ ଟେନସନ୍। ଆଉ ଏମିତି ଭାଇ ତ ଯାଇଛି ପଇତା ଲଗେଇ, ତାକୁ ପ୍ରାୟ ଯେତେବେଳେ ସେ କହିବ କ'ଣ ହେଲା ନା ମିର୍କିତି ଆମେ ଜାଣିନଥିଲି ଛୁଇଁଦେଲୁ କି, ତାକୁ ଆଗ ପଚାରିଲୁ ଫାଷ୍ଟ। ସେ କହିଲା କ'ଣଟା ପଚାରିବି, ଏମିତି ଯାଇଛି ଗାଧୋଇ ପାଧୋଇ ଫ୍ରେଶ୍ ହେଇକି ସେ ଯାଇଛି ଆଗ ପଇତା ଲଗେଇ। ଠାକୁର ପୂଜା ଭାଉଜ ଅଳ୍ପ କରିଦେଇଥିଲେ, ସିଏ ଆସିଲେ ବହି ପଡ଼ିବ, ବହି ସାରିଲେ ତାପରେ ଯାଇ ଖାଇବ। ମାନେ ତାର ବହୁତ ଚାର ପାଠ, ପୂଜା ପାଠ, ନୀତି ନିୟମ। ପୂଜା କରିବ ମାନେ 2 ଘଣ୍ଟା, ମାନେ ଯେତେ କାମ ଯାହା ଥାଉ ସେ ଯୁଆଡ଼େ ଯାଉ ତାର ପୂଜା ପାଠଟା ଫାଷ୍ଟ। ଭଲ ଠାକୁରକୁ ଡାକ, କିନ୍ତୁ ବେଶୀ ସମୟ ଦେଉଛି 2 ଘଣ୍ଟା ଆଉ, କିନ୍ତୁ ଅଧଘଣ୍ଟା ଭିତରେ ବି ଠାକୁର ପୂଜା ହେଇଯିବ। ତା ମାନେ ଗୋଟେ ଖୁସି, ଠାକୁର ତାକୁ ସବୁ ବି ଦେଉଛନ୍ତି। ଆଉ ଭଗବାନଙ୍କର କିଏ ଖସି ଗଲା ମୁଣ୍ଡା ପଡ଼ିଲା ହାଇ ସବୁ। ଆଉ ଏମିତି ଆଉ ଚାଲନ୍ତୁ, ବେଶୀ ଗପିବାନି, କାମ ଅଛି। ହାଇ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା। ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଉ ରିଷି ପାଣି, ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି। ଆପଣମାନେ ସବୁ ଭଲରେ ଥିବେ ମୋର ଆଶା ବିଶ୍ୱାସ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଆପଣମାନେ ସବୁବେଳେ ଖୁସିରେ ରୁହନ୍ତୁ। ଆଜି ହେଉଛି ଜନ୍ମାଷ୍ଟମୀ। ଆଜି ଜନ୍ମାଷ୍ଟମୀରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇ ଭିଡ଼ିଓ ଷ୍ଟାର୍ଟ କରୁଛି। ତା ପୂର୍ବରୁ କହିଦେଉଛି, ଚ୍ୟାନେଲରେ ଯେଉଁମାନେ ମୋର ନୂଆ ଅଛନ୍ତି ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ, ଭଲ ପାଇଦେବେ, ସପୋର୍ଟ କରିବେ। ଆଜି ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଦିନ। ଆଜି ଏ ଦିନରେ ସମସ୍ତଙ୍କ ଘରେ ପାଳନ କରାଯାଉଛି। ମୋ ସାନ ଭାଉଜ, ବଡ଼ ଭାଉଜ, ମଝିଆଣୀ ଭାଉଜ 3 ଜଣ ଯାକ ଜନ୍ମାଷ୍ଟମୀ କରୁଛନ୍ତି। ସାନ ଭାଉଜ ତ ଏବେ ମନ୍ଦିର ଗଲେ। ଆଉ ଆମର ତ ସକାଳେ ରୁଟି ହେଇଥିଲା, ଚା ହେଇଥିଲା, ମୁଁ ଖାଇସାରିଲୁଣି। ତାପରେ ଆମର ଭାତ ଆଉ ଡାଲି ତ ସିଟି ମାରି ସାରିଲାନି, ଭାତ ବି ମୁଁ ବସାଇ ଦେଇଛି, ଭାତ ହେଇ ଆସିଲାନି। ଆଉ ଭାଉଜ ଆସିଲେ ଆଉ ଯାହା ଭଜା ତରକାରୀ କରିବେ, କାରଣ ସକାଳୁ ସକାଳୁ ମନ୍ଦିର ଯାଇଛନ୍ତି। ଭାଇର ସୁବିଧା ନାହିଁ ତ, ସେଥିପାଇଁ ଭାଇ ଘରେ ଅଛି, ବେଳାରେ ଡ୍ୟୁଟି ଯିବ ଭାରି। ଆଉ ସେଥିପାଇଁ ସେ ମନ୍ଦିର ଗଲେ ଭାରି। ଆଉ ମନ୍ଦିରରୁ ଆସିଲେ ଯାହା ଯେମିତି କରିବେ, ମୁଁ ଟିକେ ହେଲ୍ପ କରୁଛି ଭାଉଜଙ୍କ ସାଙ୍ଗରେ। ଆଉ ଗୋଟେ ଜିନିଷ, ଜଣେ ମଣିଷ ଏକା ବି କିଛି କରିପାରୁନି, ଜଣେ ଯଦି ସାଙ୍ଗରେ ଥିବେ ହେଲ୍ପ ନିଶ୍ଚୟ କଲେ ସୁବିଧା। ଆଉ ଆମ ନଣନ୍ଦ ଭାଉଜ ଏମିତି ଆମ ଚଳନି, ସିଏ ମୁଁ 2 ଜଣ ଯାକ ଆମର ପୁରା ଏକା। ସିଏ ନଥିଲେ ମୁଁ କାମ ଚଳେଇ ଦିଏ, ମୁଁ ନଥିଲେ ସେ କାମ ଚଳେଇ ଦିଅନ୍ତି। ଏମିତି ମାନେ ସେ ଯେବେ ଘରକୁ ଯାଆନ୍ତି, ମୁଁ ରୋଷେଇବାସ କରିକି ଛୁଆମାନଙ୍କୁ ହାପି ବାପା ଭାଇ ସମସ୍ତଙ୍କୁ ଖାଇବାକୁ ଦିଏ। ଆମର ଯାହା ଯେମିତି ମୋତେ ଯାହା ଆସିଛି ମୁଁ ତାହା କରିକି ଦିଏ। ବହୁତ ବି ଟେଷ୍ଟ ଲାଗେ, ଖରାପ ବି ଲାଗେନି। ଆଉ ମୁଁ ଶିଖିଛି ଭାଉଜଙ୍କଠୁ, ମୁଁ କରେନି ରୋଷେଇ, କିନ୍ତୁ ମୁଁ ଶିଖିଛି, ଦେଖୁଛି। ଆଉ ଯେଉଁଠି ଯେମିତି ଯାହା ପକାଉଛନ୍ତି, ଯାହା ଯେମିତି କରୁଛନ୍ତି, ଆଉ ଏମିତି। ଆଉ କ'ଣ କହିବି, ଆଜି ହେଉଛି ଜନ୍ମାଷ୍ଟମୀ। ଆଜି ସମସ୍ତ ଘରେ ପୂଜା ପାଠ ନୀତି ନିୟମ କରୁଥିବେ। ଆଜି କାରଣ ଶ୍ରୀକୃଷ୍ଣଙ୍କର ଠାକୁରଙ୍କର ଆଜି ଜନ୍ମଦିନ। ଆଉ ରାତିରେ ତ ପାଳନ କରାଯିବ, କାରଣ ଏବେ ଯିଏ ଯେମିତି ମନ୍ଦିର ଯିବ, କିନ୍ତୁ ରାତିରେ ଠାକୁରଙ୍କର ମେନ୍ ଓଷା ମାନେ ଗୋଟେ କୋଠିରେ ହୁଏ, ଯେଉଁଠି ଠାକୁର ଭଗବତ ଘରେ, ଭଗବତ ଯେଉଁ ଠାକୁର ଅଛନ୍ତି ସେ ଘରେ। ଆମର ଏଠି 1 କିଲୋମିଟର, ଭାଉଜ ଯିବେ, ମଝିଆଣୀ ଭାଉଜ, ସାନ ଭାଉଜ ଯାଆନ୍ତି। ଆଉ ସେଟା ପୂଜା ପାଠ କରିକି ରାତିରେ ଆସିବେ। ଆଉ ଘରେ ଯାହା ଯେମିତି କରିକି ଖାଇବେ। ଆଉ ବେଶୀ ଗପିନି, ଚାଲନ୍ତୁ। ଆଉ ଆପଣମାନଙ୍କୁ ଆଜିର ଭିଡ଼ିଓ ଟିକେ ସେୟାର କରୁଛି। ଆଉ ଆଗରୁ 2 ଦିନ ତଳେ ଭିଡ଼ିଓ କରିଥିଲି, ଆମ ଘରେ ଗୋଟେ ସାପ ବାହାରିଥିଲା। କେମିତି କ'ଣ
ଆପଣମାନେ ନିଶ୍ଚିନ୍ତ ମୁଁ ସେୟାର କରିଛି ଦେଖିବେ କେଡ଼େ ବଡ଼ ସାପ। ଆଉ ଆମର ଯେଉଁ ସେଟ୍ରିଂ ଖୋଲା ହେଲା ପଟା ସେଇ ଭିତରେ ଥିଲା କି କ'ଣ ପୂର୍ବ ଦିନ ଗୋଟେ ଛୋଟ ସାପ ବାହାରିଲା, ତାପର ଦିନ ଗୋଟେ ବଡ଼ ସାପ ବାହାରିଲା ଏମିତି। ଆଉ ଚାଲନ୍ତୁ ସେୟାର କରିଛି, ନିଶ୍ଚିନ୍ତ ଦେଖନ୍ତୁ, ମଜାମସ୍ତି ନିଅନ୍ତୁ, ଏନ୍ଜୟ କରନ୍ତୁ, ଆଉ ଭଲ ପାଇବା ଦିଅନ୍ତୁ, ସପୋର୍ଟ କରନ୍ତୁ। ଆପଣମାନଙ୍କ ଭଲ ପାଇବା ସପୋର୍ଟ ମୋ ପାଇଁ ସବୁ ହିଁ କିଛି। ଆପଣମାନେ ମୋର ହେଉଛି କ'ଣ ଫ୍ୟାମିଲି ଭଳିଆ ୟୁଟ୍ୟୁବ୍ କରିବାର। ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ମୋ ପାଇଁ ମୁଁ ଆପଣଙ୍କ ପ୍ରତି ଅଛି, ଆପଣ ମୋ ପ୍ରତି ରଖିଛନ୍ତି। ଆଉ ଚାଲନ୍ତୁ ବେଶୀ ଗପିବିନି, ଷ୍ଟାର୍ଟ କରିବା। ଚାଲନ୍ତୁ କେମିତି ମୁଁ ରୋଷେଇ କରିଛି ଭାତ ଦେଖୁଛି। ଚାଲନ୍ତୁ ଦେଖିବା ଆମର ଭାତ ହେଇ ଆସିଲାନି। ଭାଉଜ ତ ଆଜି କହିଲେ ଉଷୁନା ଭାତ ଆମର ଆଜି ହେଇଛି, ଯେହେତୁ ଭାଉଜ ଛୁଇଁବେନି। ମୁଁ ଏଠି ଡାଲି ଦେଖନ୍ତୁ ସିଟି ମାରି ଦେଇକି ରଖିଦେଇଛନ୍ତି ପ୍ରେସରରେ। ଆଉ ଏଠି ତ ଭାତ ଏଇଠି ହେଇ ସାରିଲାଣି, ମୁଁ ଭାତ ଏବେ ଛାଣିବି। ଆଉ ଚାଲନ୍ତୁ ଭାଉଜ ତ ମନ୍ଦିରରୁ ଆସିଲା ଲେଟ୍ ହେବ, ତେଣୁ ମୁଁ ଯାଉଛି ଭାତ ଛାଣିକି ରଖିଦେବି। ଆଉ ସକାଳ ବାସନ ପଡ଼ିଥିଲା, ରୁଟି ଚାହା କରିଥିଲେ ଯେଉଁ ଭାଉଜ ଖାଇ ପିଇକି ବାସନ ଧୋଇ ଦେଇଛି। ଆଉ ଏବେ ଯାଉଛି ଭାତ ଛାଣିକି ରଖିଦେବି, ତାପରେ ଆପଣମାନଙ୍କ ସହିତ କଥା ହେଉଛି। ଚାଲନ୍ତୁ ଭାତ ଛାଣିଦେବା। ମୁଁ ତ ଭିଡ଼ିଓ କେହି ଧରି ଦେଉନାହାନ୍ତି ମୋବାଇଲ, ମୁଁ କ'ଣ କରିବି ଏକୁଟିଆ, କେହି ଧରିବେନି, ଯାହା କରିବି ମୁଁ ସବୁ ତ ହେଇଗଲା। ଠିକ୍ ଅଛି, ଆଉ ଟିକେ ହେବ, ଆଉ ଟିକେ ଭାତ ହେବ, ଭାତ ହଉ ଆମେ ପୁଣି କଥା ହେବା।